90 ଲକ୍ଷ ଟଙ୍କା ନିର୍ମିତ ପାର୍କ ଜରାଜୀର୍ଣ୍ଣ। ଗଜପତି ଜିଲ୍ଲାର ଉଦୟଗିରି ବ୍ଲକ ଅନ୍ତର୍ଗତ ଅବାରସି ପଞ୍ଚାୟତ ଡୋମ୍ବା ଗ୍ରାମଠାରେ ପ୍ରାୟ 90 ଲକ୍ଷ ଟଙ୍କାରେ ନିର୍ମାଣ ଡୋମ୍ବା ପାର୍କଟି ଉପଯୁକ୍ତ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। ଫଳରେ ସ୍ଥାନୀୟ ଜନସାଧାରଣ ଏଥିରୁ ଲାଭ ପାଇପାରୁନାହାନ୍ତି। ପ୍ରକାଶ ଯେ ଡୋମ୍ବା ନାମରେ ନାମିତ ଏହି ପାର୍କଟି ବ୍ଲକ ଦ୍ୱାରା ନିର୍ମାଣ କରାଯାଇଥିଲା। ଏଥିରେ ପ୍ରାୟ ମନରେଗା ଯୋଜନାରେ 10 ଲକ୍ଷ ଟଙ୍କା ଏବଂ ବ୍ଲକର ବିଭିନ୍ନ ଫଣ୍ଡରୁ 80 ଲକ୍ଷ ଖର୍ଚ୍ଚ କରି ଏ ପାର୍କ ନିର୍ମାଣ କରାଯାଇଛି, ଯାହାକୁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଉଦ୍ଘାଟନ କରିଥିଲେ। ଜଳ ଫୁଆର ସହ ଟାଇଲ ପକାଯାଇଛି। ସୁନ୍ଦରତା ପାଇଁ ପକାଯାଇଥିବା ଟାଇଲ ଗୁଡ଼ା ଉଠି ଯାଉଛି। ଗଛ ଗୁଡ଼ା ବିନା ପାଣିରେ ଶୁଖି ଯାଇଛି। ସ୍ଥାନୀୟ ମା ବ୍ରାହ୍ମଣୀ ନାମକ ସମିତିକୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି। ପ୍ରତ୍ୟେକ ଛୋଟ ବଡ଼ ସମସ୍ତଙ୍କଠାରୁ 10 ଟଙ୍କା ପ୍ରବେଶିକା ଫି ବାବଦକୁ ଆଦାୟ ହେଉଛି, କିନ୍ତୁ ପାର୍କର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଫଳରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ପାର୍କଟି ସ୍ଥାନୀୟ ଲୋକଙ୍କ ମନୋରଞ୍ଜନ କାମରେ ଲାଗୁନାହିଁ। ବହୁ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ଆର ଉଦୟଗିରିଠାରୁ ଜିରଙ୍ଗା, ଖସଡ଼ା ଓ ମାଙ୍କଡ଼ଡିଆ ପ୍ରଭୃତି ଦର୍ଶନୀୟ ସ୍ଥାନକୁ ଯାଉଛନ୍ତି। ସେମାନେ କିଛି ସମୟ ପାର୍କରେ ସମୟ ଅତିବାହିତ କରିଥାନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। 10 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା କାମକୁ ଟେଣ୍ଡର ଦ୍ୱାରା କରାଯିବାର ସରକାରଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ୱେ କେଉଁ ନିୟମ ପ୍ରକାରେ ଆର ଉଦୟଗିରି ବିଡିଓ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାମ ରଖି 90 ଲକ୍ଷ ଉର୍ଦ୍ଧ୍ୱ ଟଙ୍କାର ଡୋମ୍ବା ପାର୍କ କାମ କରାଯାଇଛି। ସରକାରଙ୍କ ନିୟମ ପ୍ରକାରେ କାମ କରିବା ପୂର୍ବରୁ ସେହି କାମର ସୂଚନା ଫଳକ କରିବା କଥା, ମାତ୍ର ଡୋମ୍ବା ପାର୍କ କାମରେ ସୂଚନା ଫଳକ ଦେଖିବାକୁ ମିଳୁନି। ସାଧାରଣରେ ଚର୍ଚ୍ଚା ହେଉଛି ଯେ ଲୋକଙ୍କୁ ଅନ୍ଧାରରେ ରଖିବା ପାଇଁ ବ୍ଲକ ପ୍ରଶାସନ ଜାଣିଶୁଣି ସୂଚନା ଫଳକ ରଖିଛନ୍ତି କି? କାଳେ ସୂଚନା ଫଳକ ରଖିଲେ ଲୋକେ କାମର ମୂଲ୍ୟ ଜାଣିଦେବେ। ଏହି ପାର୍କ କାମରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବ୍ଲକ ଅଧିକାରୀଙ୍କୁ ସଠିକ ଉତ୍ତର ଦେଇପାରୁନାହାନ୍ତି। ଡମ୍ବାଠାରେ ନିର୍ମାଣ ହୋଇଥିବା ପାର୍କରେ ଖର୍ଚ୍ଚ ମୂଲ୍ୟ ନ ଦେବାର କାରଣ କ'ଣ? ଏହି ପାର୍କ ନିକଟରେ ଲୋକଙ୍କ ପାଇଁ ବ୍ଲକ ପ୍ରଶାସନ ତରଫରୁ ମହିଳା ମଣ୍ଡପ ତରଫରୁ ଏକ କାଫେ ନିର୍ମାଣ କରାଯାଇଛି। ଏହି କାଫେକୁ ଏହି ଅଞ୍ଚଳର ମହିଳା ମଣ୍ଡଳ କରିବାକୁ ଦିଆଯାଇଥିଲା। ସେମାନେ କିଛି କାଫେ ଚାଲିବା ପରେ ଏବେ ସେହି କାଫେକୁ ବାହାର ଲୋକଙ୍କୁ ଭଡ଼ା ଦିଆଯିବାର ଦେଖିବାକୁ ମିଳୁଛି। ଏହି ପାର୍କର ସମସ୍ତ କାମ କରିବାକୁ ବିଡିଓ ଓ ଦାୟିତ୍ୱରେ ଥିବା ଯନ୍ତ୍ରୀ ଠିକାଦାର ଆଣି କାମ କରିଥିବା କାମ ହେବା ପରେ ଅଳ୍ପ ଦିନ ପରେ ପାର୍କ ନଷ୍ଟ ହେବାକୁ ଗଲାଣି। ଡୋମ୍ବା ପାର୍କରେ କାମ ଦୁର୍ନୀତି ବିଭାଗ ଏବଂ ସିବିଆଇ ବିଭାଗ ଦ୍ୱାରା ତଦନ୍ତ କରାଗଲେ ଏହାର ପ୍ରକୃତ ରହସ୍ୟ ପଦାକୁ ଆସିପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି। ଗଜପତି ଜିଲ୍ଲାର ଉଦୟଗିରିରୁ ମନୋଜ କୁମାର ପାଢ଼ୀଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ।